ସାହାରପଡ଼ା ଧାନବେଣୀରେ ବିଧବା ନିରାଶ ମହାନ୍ତର ଘର ଭାଙ୍ଗି ଧାନ ଖାଇଲେ ହାତୀପଲ। କେନ୍ଦୁଝର ଜିଲ୍ଲା ପାଟନା ରେଞ୍ଜ ସାହାରପଡ଼ା ଜଙ୍ଗଲ ସେକ୍ସନ ଅଧୀନରେ ହାତୀପଲ ଦିନକୁ ଦିନ ଅଧିକ ହିଂସ୍ର ହେବାରେ ଲାଗିଛନ୍ତି। ଗତ ରାତିରେ ଏହି ବ୍ଲକ କପୁଣ୍ଡି ପଞ୍ଚାୟତର ଧାନବେଣୀ ଗ୍ରାମରେ ହାତୀପଲ ପଶି ବିଧବା ନିରାଶ ମହାନ୍ତର 3ଟି ଘର ଭାଙ୍ଗିବା ସହିତ 12 କ୍ୱିଣ୍ଟାଲ ଧାନ ଖାଇଛନ୍ତି। ଏପରିକି 20,000 ଟଙ୍କାର ତାରଜାଲି ସमेत ଅନ୍ୟାନ୍ୟ ଜିନିଷ ଭାଙ୍ଗି ନଷ୍ଟ କରିଛନ୍ତି। ଜଙ୍ଗଲ ବିଭାଗର ଖାମଖିଆଲି ନୀତି ଯୋଗୁଁ ହାତୀପଲଙ୍କୁ ଘଉଡ଼ା ଯାଇପାରୁନଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଜଙ୍ଗଲ ବିଭାଗ ସ୍କ୍ୱାଡ୍ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ବୋଲି ଅଭିଯୋଗ ହେଉଛି। ଏଣୁ ଡିଏଫଓ ଏଥିପ୍ରତି ଦୃଷ୍ଟି ଦେବା ସହିତ ବିଧବା ନିରାଶ ମହାନ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉଗ୍ରେସନ ପୋଷ୍ଟିଂ ରିପୋର୍ଟ କେଡି ଜୁଡ଼ିଆ। हाँ तुम परिचय निराश महंत। अच्छा हाथीपल काली कौन कौन खाइले धान खाईदे केते धान थिला 12 क्विंटाल आउ कौन नष्ट होईची तार जाली 20,000 कुकुड़ा 10,000 टंका की टाइप रो कुकुड़ा आनी बड़ जरी कुकुड़ा हाथी 2टा घर भांगी गोटे हो हो